ନମସ୍କାର ଦର୍ଶକ ବନ୍ଧୁ। ତ ଆଜି ଜାଣିନେବା କଳିଯୁଗ ଅନ୍ତର କ'ଣ 5ଟି ଲକ୍ଷଣ ରହିଛି ତା ବିଷୟରେ ଜାଣିନେବା। ତ ଆପଣମାନଙ୍କ ଅନୁରୋଧ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ, ଆପଣଙ୍କୁ ଅନୁରୋଧ ଗୋଟିଏ ଗୋଟିଏ ଲାଇକ୍ କରିଦେବେ। ତ ଆପଣମାନେ ଏଇଭଳି ଭିଡ଼ିଓ ଆପଣମାନେ ସର୍ବପ୍ରଥମେ ଜାଣିପାରିବେ। ତ ଚାଲନ୍ତୁ ଜାଣିନେବା କ'ଣ ସବୁ ଲକ୍ଷଣ 5ଟି ରହିଛି ଯାହାକି କଳିଯୁଗ ସମାପ୍ତିର କାରଣ। ତ ପ୍ରଥମେ ଜାଣନ୍ତୁ କଳିଯୁଗ ଅନ୍ତ ଖୁବ୍ ଶୀଘ୍ର ଦୁନିଆରେ ଦେଖାଗଲାଣି। କଳିଯୁଗର ବିନାଶର 5ଟି ବଡ଼ ଲକ୍ଷଣ। ସନାତନ ଧର୍ମରେ 4ଟି ଯୁଗ ବର୍ଣ୍ଣନା କରାଯାଇଛି, ଯେଉଁଥିରେ ସତ୍ୟ ଯୁଗ, ତ୍ରେତୟା ଯୁଗ, ଦ୍ୱାପର ଯୁଗ ଏବଂ କଳିଯୁଗ ଅନ୍ତର୍ଭୁକ୍ତ। ବର୍ତ୍ତମାନ ଯୁଗରେ ସମୟ ଚାଲିଛି ଯାହାକୁ କଳିଯୁଗ କୁହାଯାଇଛି। ପାପ, ଅଧର୍ମୀ, ମିଥ୍ୟା ଏବଂ ବ୍ରହ୍ମ ଯୁଗ ବୋଲି ବିବେଚନା କରାଯାଏ। ଶ୍ରୀମଦ୍ ଭାଗବତ ପୁରାଣ ଏବଂ ମହାଭାରତ ଭଳି ଧାର୍ମିକ ଗ୍ରନ୍ଥରେ କଳିଯୁଗର ଅନେକ ଲକ୍ଷଣ ଉଲ୍ଲେଖ କରାଯାଇଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ କଳିଯୁଗ ପାଇଁ କରାଯାଇଥିବା ଭବିଷ୍ୟବାଣୀ ଆଜିର ସମାଜରେ ଖୋଲାଖୋଲି ଭାବରେ ଦେଖାଯାଉଛି। ଆସନ୍ତୁ ଜାଣିବା କଳିଯୁଗର ଏହି 5ଟି ଲକ୍ଷଣ ବିଷୟରେ। ଅଧର୍ମୀକୁ ପ୍ରାଧାନ୍ୟ। ଶ୍ରୀମଦ୍ ଭାଗବତ ଗୀତା ଅନୁସାରେ କଳିଯୁଗରେ ଧର୍ମର 4ଟି ପାଦ ମଧ୍ୟରୁ କେବଳ ଗୋଟିଏ ଧର୍ମ ରହିବ ଏବଂ ତାହା ମଧ୍ୟ ଧୀରେ ଧୀରେ ଲୋପ ପାଇଯିବ। ଆଜି ଦେଖାଯାଉଛି ଯେ ମିଥ୍ୟା ଏବଂ ପ୍ରତାରଣା ସଚ୍ଚୋଟତା ଅପେକ୍ଷା ଅଧିକ ପ୍ରଭାବଶାଳୀ ହୋଇଯାଇଛି। ଲୋକମାନେ ନିଜ ସ୍ୱାର୍ଥ ଏବଂ ଧର୍ମକୁ ବିକୃତ କରି ଉପସ୍ଥାପନା କରୁଛନ୍ତି। ଗୁରୁ ଶିଷ୍ୟ ସମ୍ପର୍କର ଅବନତି। କଳିଯୁଗରେ ଗୁରୁ ଶିଷ୍ୟ ପରମ୍ପରା ମଧ୍ୟ ଧୀରେ ଧୀରେ ହ୍ରାସ ପାଇବ। ଗୁରୁମାନଙ୍କର ଲକ୍ଷ୍ୟ ଜ୍ଞାନ ପ୍ରଦାନ କରିବା ନୁହେଁ, ବରଂ ଟଙ୍କା ଏବଂ ଖ୍ୟାତି ଅର୍ଜନ କରିବା ହେବ। ଶିଷ୍ୟମାନେ ଜ୍ଞାନ ବଦଳରେ ଡିଗ୍ରୀ ଏବଂ ଚାକିରି ପଛରେ ଦୌଡ଼ୁଥିବା ମଧ୍ୟ ଦେଖାଦେବେ। ଆଜି ଶିକ୍ଷା ବ୍ୟବସ୍ଥା ଏବଂ ଏକ ସାମ୍ପ୍ରତିକ ଉଦାହରଣ ଧୀରେ ଧୀରେ ସାମାଜିକ ନୈତିକତା ଏବଂ ଆତ୍ମଜ୍ଞାନକୁ ବଦଳାଇ ଦେଇଛି। ଟଙ୍କା ସର୍ବୋଚ୍ଚ। କଳିଯୁଗରେ ଜଣେ ବ୍ୟକ୍ତିଙ୍କର ସ୍ଥିତି ଏବଂ ପ୍ରତିଷ୍ଠା ତାଙ୍କ ଗୁଣ ଏବଂ ଆଚରଣ ଦ୍ୱାରା ନୁହେଁ, ବରଂ ଟଙ୍କା, ଧନ ଏବଂ ବାହ୍ୟ ରୂପ ଦ୍ୱାରା ନିର୍ଣ୍ଣୟ କରାଯିବ। କିନ୍ତୁ ଆଜି ଯାହା ଘଟୁଛି ଆପଣମାନେ ଦେଖିଥିବେ। ଯାହାର ଅଧିକ ଟଙ୍କା ଅଛି କେବଳ ତାଙ୍କ କଥା ଲୋକ ଶୁଣିବେ, ତାଙ୍କୁ ପ୍ରାଧାନ୍ୟ ଦିଆଯିବ। ବର୍ତ୍ତମାନ ସମୟରେ ସମ୍ପର୍କ, ଶିକ୍ଷା ଏବଂ ନ୍ୟାୟ ମଧ୍ୟ କିଛି ପରିମାଣରେ ଟଙ୍କା ଉପରେ ନିର୍ଭରଶୀଳ ହୋଇଯାଇଛି। ବିବାହ ସମ୍ପର୍କରେ ଚାପ। ଶାସ୍ତ୍ର ଅନୁସାରେ କଳିଯୁଗରେ ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ସମ୍ପର୍କ ପ୍ରେମ ଏବଂ ଧର୍ମ ଉପରେ ନୁହେଁ, କାମନା ଏବଂ ସୁବିଧା ଉପରେ ନିର୍ଭର କରାଯିବ। ବର୍ତ୍ତମାନ ସମୟରେ ସମ୍ପର୍କର ଘନିଷ୍ଠତା ଯେତେ ଶୀଘ୍ର ବୃଦ୍ଧି ପାଇବ, ସମ୍ପର୍କ ସେତେ ଶୀଘ୍ର ଶେଷ ହେବ। କଳିଯୁଗରେ ଲିଭ୍ ଲଭ୍ ଲିଭ୍ ଇନ୍, ଛାଡ଼ପତ୍ର, କାମନା ଭଳି ଜିନିଷ ସାଧାରଣ ହୋଇଯିବ। ପିତାମାତାକୁ ଅପମାନ। କଳିଯୁଗରେ ଏକ ମୁଖ୍ୟ ଲକ୍ଷଣ ହେବ ପିଲାମାନେ ସେମାନଙ୍କ ପିତାମାତାଙ୍କୁ ସମ୍ମାନ କରିବାକୁ ଭୁଲିଯିବେ। ସମାଜରେ ବୃଦ୍ଧାଶ୍ରମର ସଂଖ୍ୟା ବଢ଼ିବ। ପିଲାମାନେ ସେମାନଙ୍କ ପିତାମାତାଙ୍କ ଠାରୁ ଦୂରେଇ ରହିବେ ଆଉ ଦୂରେଇ ରହିବାକୁ ପସନ୍ଦ କରିବେ। କଳିଯୁଗରେ ପାରିବାରିକ ମୂଲ୍ୟବୋଧ ଧୀରେ ଧୀରେ ହ୍ରାସ ପାଇବ। କଳିଯୁଗର ଲକ୍ଷଣ ବିଷୟରେ ପୌରାଣିକ ଗ୍ରନ୍ଥରେ କରାଯାଇଥିବା କଳ୍ପନା ଆଜିର ସମାଜରେ ଅନୁଭୂତ ହୋଇପାରେ ବା ଅନୁଭୂତ ହେଉଛି। ଏହା ମାନବ ଜୀବନ ପାଇଁ ଏକ ଚେତାବନୀ ଯେ ଯଦି ଆମେ ଆମ ନୈତିକ ମୂଲ୍ୟବୋଧର ଆତ୍ମମୂଲ୍ୟାୟନ ନ କରିବା, ତେବେ ଆଧ୍ୟାତ୍ମିକ ଏବଂ ପାରିବାରିକ ଜୀବନ ଦ୍ରୁତ ଗତିରେ ହ୍ରାସ ପାଇବ। ତ ଆପଣମାନଙ୍କୁ ଭିଡ଼ିଓଟି କେମିତି ଲାଗିଛି, ଲାଇକ୍ ଆଣ୍ଡ କମେଣ୍ଟ କରିବେ।